ओम नमः शिवाय। ମୁଁ ଜ୍ୟୋତିର୍ବିଦ ଓ ଲେଖକ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଆଜି ଯେଉଁ ବିଷୟବସ୍ତୁଟି ବିଷୟରେ ବା ସମ୍ବନ୍ଧରେ ମୁଁ ଆପଣଙ୍କୁ କହିବାକୁ ଯାଉଛି ତାର ନାଁ ହେଲା 64ତମ ନବାଂଶର ଅଧିପତି ଓ 22ତମ ଦୃକ୍ସାଣର ଅଧିପତିଙ୍କର ଗୋଚର। ଆପଣମାନେ ଖାଲି ଗୋଚର କହିଲେ ଶନିକି ଡରନ୍ତି ବା ଡରେଇ ଦିଆଯାଇଛି ବୋଲି କୁହାଯାଏ। ମୁଁ ସେ ସମ୍ପର୍କରେ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ଭିଡ଼ିଓ ମାନେ ଚଳଚ୍ଚିତ୍ର ପୂର୍ବରୁ କରି ରଖିଛି। ଆପଣମାନେ ସେଠି ଯାଇ ତାକୁ ଦେଖିପାରନ୍ତି। ଯେମିତି ମିନସ୍ଥ ଶନି ଆପଣଙ୍କୁ ମାରିଦେବ ନାହିଁ, ଗ୍ରହମାନଙ୍କର ଗୋଚର ବା ରାଶିଫଳ ବୋଲି ସେମିତି କିଛି ନାହିଁ। କେଉଁଠି ନା ବ୍ୟକ୍ତିଗତ ଜାତକରେ ରାମର ଏ ବର୍ଷରେ କ'ଣ ଘଟିବ, ମୁଁ ଖାଲି ତାର ସିଂହ ରାଶି ବୋଲି ଦେଖିକି ଯଦି କହିଦେଉଛି ସେଟା ସମ୍ପୂର୍ଣ୍ଣ ଭୁଲ। ଯଦିଓ ଗୋଟେ ଅକସ୍ମାତ ରୂପେ ଠିକ୍ ସେଟା ହେଇଯାଉଛି, ସେଟାକୁ ଆମେ ଠିକ୍ ବୋଲି କହିବା ନାହିଁ। ଜାତକ ଲଗ୍ନରୁ ବିଭିନ୍ନ ଗ୍ରହମାନଙ୍କର ଉପସ୍ଥିତି ସେମାନଙ୍କର ଦଶାକୁ ନେଇକି ହିଁ ଗୋଟେ ଲୋକର ଫଳପ୍ରାପ୍ତି ହୁଏ। ତେବେ ଛାଡ଼ନ୍ତୁ, ଖାଲି ଶନି ଏମାନଙ୍କୁ ଡରିବା କିଛି ଆବଶ୍ୟକତା ନାହିଁ। ତେବେ କାହାକୁ ଆପଣ ଡରିବେ? କିଛି ଗ୍ରହ ଏମିତି ଅଛନ୍ତି ଯେଉଁମାନଙ୍କର ଗୋଚର ଆପଣଙ୍କୁ ଆକ୍ଚୁଆଲି ବାସ୍ତବରେ କିଛି ଅସୁବିଧାରେ ସମ୍ମୁଖୀନ କରାଇ ପାରନ୍ତି। ସେମାନେ କିଏ ସେ ସମ୍ବନ୍ଧରେ ମୁଁ କହି ରଖୁଛି। ଇଂରାଜୀରେ এই ଭିଡ଼ିଓଟି ମୁଁ ଆଗରୁ କରି ରଖିଛି। ଯଦି ତାକୁ ଆପଣ ଦେଖିଛନ୍ତି ତାହେଲେ এই ଭିଡ଼ିଓଟି ଆପଣଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। କହି ରଖୁଛି, ଆପଣଙ୍କର ନିଜସ୍ୱ ଜ୍ଞାନବର୍ଦ୍ଧନ ପାଇଁ ଆପଣ ଇଂରାଜୀ ହିନ୍ଦୀରେ ବୁଝିବା ଆରମ୍ଭ କରନ୍ତୁ। ନ ପଢ଼ିଲେ ନାହିଁ, ନ ଲେଖିଲେ ନାହିଁ, ବୁଝନ୍ତୁ। ନହେଲେ ସାରା ଭାରତବର୍ଷରେ ଯେଉଁ ଭଲ ଭଲ ଜ୍ୟୋତିର୍ବିଦ ମାନେ ଅଛନ୍ତି ଆଉ ସେମାନଙ୍କର ମତାମତ ସେମାନେ ୟୁଟ୍ୟୁବରେ ଦେଉଛନ୍ତି, ଆପଣ ସେଟା ଜାଣିପାରିବେ ନାହିଁ। ଯଦି ପଢ଼ିପାରିଲେ ତ ଉତ୍ତମ। ମଡର୍ଣ୍ଣ ଆଷ୍ଟ୍ରୋଲୋଜି ଭଳିଆ ମ୍ୟାଗାଜିନ୍ ଆପଣ ପଢ଼ିପାରିବେ, ସେଟା ଆପଣଙ୍କର ନିଜର ଜ୍ଞାନବର୍ଦ୍ଧନ ହେବ। ତେବେ ଛାଡ଼ନ୍ତୁ, 64ତମ ନବାଂଶ କ'ଣ? ନବାଂଶରେ ଚତୁର୍ଥ ଭାବର ଅଧିପତି ହେଲା 64ତମ ନବାଂଶ। ଶାସ୍ତ୍ରରେ କିନ୍ତୁ କୁହାଯାଇଛି ଯେ ନବାଂଶରେ ଚନ୍ଦ୍ର ଯେଉଁଠି ଅଛନ୍ତି ସେଠୁ ଯଦି ଆପଣ 4ଟା ଭାବ ଗଣିଯିବେ, ଚନ୍ଦ୍ର ମନେକର ନବାଂଶରେ ତୃତୀୟ ଭାବରେ ଅଛନ୍ତି, ତାହେଲେ 3, 4, 5, 6 6ଟା ଯେଉଁ ରାଶି ପଡ଼ୁଛି, 6ଟା ଯେଉଁ ରାଶି ଚନ୍ଦ୍ର ମେଷରେ ରହିଲେ, ତାହେଲେ ସେଠୁ ଆପଣ 4ଟା ଗଣିଲେ କର୍କଟର ଅଧିପତି ହେଲେ ଚନ୍ଦ୍ର। ତ ସେ ଜାତକ ପାଇଁ ଚନ୍ଦ୍ର ହୋଇଗଲେ 64ତମ ନବାଂଶର ଅଧିପତି। ମନେ ରଖିଥାନ୍ତୁ, ଯେତେବେଳେ ଆମେ ବାଧକ ଦେଖୁ ସେ ସମୟରେ ଆପଣ ଲଗ୍ନରୁ ଦେଖିବେ କିଏ ଅଧିପତି ହେଉଛି। ତ ଗୋଚର ଆପଣ ବହୁ ସମୟରେ ଆମେ ଚନ୍ଦ୍ରରୁ ଦେଖୁ ଯେ ଆମ ରାଶିରୁ ଏଇଟା ଗୋଚର ହେବା ଉଚିତ ନା ନାହିଁ। ଯଦିଓ ଆପଣଙ୍କୁ କହି ରଖୁଛି, ଆଜିକା ଦିନରେ ଲଗ୍ନରୁ ବି ବହୁତ ଜ୍ୟୋତିଷ ଗୋଚର ଦେଖୁଛନ୍ତି। କାରଣ ଆପଣଙ୍କର ଚନ୍ଦ୍ରରୁ ଦେଖିବାଟା ବିଶେଷତଃ ଆବଶ୍ୟକ, କାରଣ ଚନ୍ଦ୍ରରୁ ଦଶାଟା ଗଣାଯାଏ ଆଉ ଚନ୍ଦ୍ରରୁ ଗୋଚରଟା ବି ଦେଖିବା ଉଚିତ। ଠିକ୍ ସେହିପରି ଯଦି ଆପଣଙ୍କର ଦୃକ୍ସାଣ କୁଣ୍ଡଳୀରେ ଅଷ୍ଟମ ଭାବରେ ଯେଉଁ ରାଶି ଆସୁଛି ତାର ଅଧିପତି ହେଲେ ଆପଣଙ୍କର 22ତମ ଦୃକ୍ସାଣର ଅଧିପତି ଏଇ ଦୁଇଟା ଗ୍ରହ। ଠିକ୍ ଅଛି, ଆଜିକା ଦିନରେ ତ ସେ ସଫ୍ଟୱେୟାରରେ ଆପଣଙ୍କର ସବୁ ମିଳିଯିବ। ତେଣୁ ଆପଣ ନବାଂଶ କୁଣ୍ଡଳୀରେ ଦେଖିଲେ ଚନ୍ଦ୍ରଠାରୁ ଚତୁର୍ଥ ଭାବର ଅଧିପତି କିଏ, ଆଉ ଦୃକ୍ସାଣ କୁଣ୍ଡଳୀରେ ଦେଖିଲେ ଯେ ଅଷ୍ଟମ ଅଧିପତି କିଏ। ଦୃକ୍ସାଣ ଗୋଟେ କୁଣ୍ଡଳୀ ନେଇକି ଅଷ୍ଟମ ଅଧିପତି କିଏ, ତ 2ଟି ଗ୍ରହ ଆପଣଙ୍କୁ ମିଳିଯିବ। ସେ 2ଟି ଗ୍ରହ ଯଦି ଗୋଟିଏ ହେଇଗଲା ତାହେଲେ ସେ ଗ୍ରହଟା ଆପଣଙ୍କ ପାଇଁ ମହାକାଳ ପରି କାମ ଦେବ। ବହୁତ ଖରାପ। କେତେବେଳେ ଜାଣିଛନ୍ତି? ଯେତେବେଳେ ସେଇ ଗ୍ରହଟି ଅଷ୍ଟମ ଭାବ ଉପରେ ଗୋଚର କରିବ। ଅଷ୍ଟମ ଭାବ ଉପରେ 64ତମ ନବାଂଶର ଅଧିପତି
କିମ୍ବା 22ତମ ଦେକ୍ଷଣର ଅଧିପତି ସେ ଗୋଟେ ସୌମ୍ୟ ଗ୍ରହ ବି ହେଉନା କାହିଁକି ଗୋଚର କରିବ, ସେ ଆପଣଙ୍କ ଜୀବନ ପ୍ରତି କିଛି ମାତ୍ରାରେ ରିଷ୍ଟ ଅଛି। ଏଠି ମୁଁ କହି ରଖୁଛି କ'ଣ କ'ଣ ସେଥିପାଇଁ ଆବଶ୍ୟକ। ସେ ହେଲା ଆପଣଙ୍କର ଅଷ୍ଟମ ଅଧିପତିରେ ଶୁଭ ଗ୍ରହ ନଥିବେ ବା ଅଷ୍ଟମ ଭାବରେ ଶୁଭ ଗ୍ରହ ଦୃଷ୍ଟି ଦେଉନଥିବେ, ଅଷ୍ଟମ ଭାବର ଅଧିପତି ନିଜେ ଗୋଟେ କୌଣସି ଖରାପ ଭାବରେ ବସିଥିବ କିମ୍ବା ଖରାପ ଭାବର ଅନବାଂଶକୁ ଯାଇଥିବେ, ତାହେଲେ ସେ ଯେକୌଣସି ସମୟରେ ବି ଆପଣଙ୍କ ଜାତକରେ ଏଇ ଗୋଚରଟା ହେବ। ମନେକର ଚନ୍ଦ୍ର ମନେକର 64ତମ ନବାଂଶ ଆପଣଙ୍କର ହେଲା ଅଧିପତି ହେଲା, ସିଏ ଯଦି ଆପଣଙ୍କର ମନେକର ହେଲା ଆପଣଙ୍କର ମୀନ ରାଶିରେ ଆପଣଙ୍କର ଅଷ୍ଟମ ଭାବ ହେଲା ଆପଣଙ୍କର ହେଲା ମୀନ ଲଗ୍ନରେ ଆପଣଙ୍କର ଅଷ୍ଟମ ଭାବ ହେଲା ତୁଳା। ସେ ତୁଳା ଉପରେ ଯେତେବେଳେ ସେ ଗୋଚର କରିବ ସେ ସମୟରେ ଆପଣଙ୍କର ପ୍ରୋବ୍ଲେମ୍ ହେଉଥିବ। ଏବଂ ମନେ ରଖିଥାନ୍ତୁ 64ତମ ନବାଂଶ ଯେତେବେଳେ ଗାଣିତିକ ରୂପେ ଆମେ ତାକୁ ଗଣନା କରିବା, ସେଟା ଗୋଟେ ଜାଗାରେ ସେଟା ବାହାରିବ। ମନେକର ଭାବି ନିଅନ୍ତୁ ଅଷ୍ଟମ ଭାବର 24 ଡିଗ୍ରୀ ଅଷ୍ଟମ ଭାବର 20 ଡିଗ୍ରୀରୁ 23 ଡିଗ୍ରୀ 20 ପର୍ଯ୍ୟନ୍ତ ହେଲା ଆପଣଙ୍କର 64ତମ ନବାଂଶ। ଯେତେବେଳେ ଠିକ୍ ତାରି ଉପରେ ବି ଗୋଚର କରିବ ସେଟା ଆପଣଙ୍କ ପାଇଁ ବହୁତ ଅସୁବିଧା। କ'ଣ ଅସୁବିଧା ହେବ ଆଜ୍ଞା? ଦେହ ଖରାପ ହେବ, ମାନସିକ ସ୍ଥିତି ବହୁତ ଖରାପ ହୁଏ। ଏତିକି ଯଦି ଆପଣଙ୍କର ଅଷ୍ଟମ ଭାବ ଖୁବ୍ ପୀଡ଼ିତ ଥାଏ, ସେ ସମୟରେ ଆପଣଙ୍କର କିଛି ଅରିଷ୍ଟ ଥାଏ ଏବଂ ଜାତକରେ ଯେଉଁଟା ଆମେ କହୁ ଯେ ଆୟୁ କମ୍ ଥାଏ, ତାହେଲେ କିଛି ଅରିଷ୍ଟ ଘଟିପାରେ, ନହେଲେ ଆପଣଙ୍କର ଦେହ ହାତ ଖରାପ ହେବ ବିଶେଷ ବିଲକୁଲ ସେଟା ଭଲ ନୁହେଁ। ଠିକ୍ ସେହିପରି 22ତମ ଦେଶକଣର ଅଧିପତି ଦେଶକଣ, ଯେମିତି ଆପଣଙ୍କ ଲଗ୍ନ ଯଦି ପ୍ରଥମ ଦେଶକଣରେ ଅଛି, ଅଷ୍ଟମ ଭାବର ପ୍ରଥମ ଦେଶକଣଟା ହେଲା ଆପଣଙ୍କର 22ତମ ଦେଶକଣ। ଲଗ୍ନ ଯଦି ଦ୍ୱିତୀୟ ଦେଶକଣରେ ଅଛି, ବୁଝିପାରୁଥିବେ ଭାରି ସହଜରେ ମୋତେ ଲାଗୁଛି, ତଥାପି ଆଉ ଟିକେ ବୁଝେଇ ରହୁଛି। ଯଦି କୌଣସି ନବଶିକ୍ଷା ନୂଆ ଯେଉଁମାନେ ଶିଖୁଛନ୍ତି ଜ୍ୟୋତିଷ ସେମାନେ ଦେଖୁଥିବେ, ମନେକର ଲଗ୍ନଟା 13 ଡିଗ୍ରୀରେ ଅଛି, ଅର୍ଥାତ୍ ଲଗ୍ନଟା ଦ୍ୱିତୀୟ ଦେଶକଣରେ ରହିଲା, ତ ଅଷ୍ଟମ ଭାବର ଦ୍ୱିତୀୟ ଦେଶକଣଟା ହେଲା ଆପଣଙ୍କ ପାଇଁ 22ତମ ନବାଂଶ। ତ ଠିକ୍ ସେଇ 10 ଡିଗ୍ରୀ ଅର୍ଥାତ୍ 10 ଡିଗ୍ରୀ ଅଷ୍ଟମ ଭାବରୁ 20 ଡିଗ୍ରୀ ଅଷ୍ଟମ ଭାବ ସମୟରେ ଯେଉଁ ସମୟରେ ତାପରେ 22ତମ ଦେଶକଣର ଅଧିପତି ଗୋଚର କରିବେ, ସେ ସମୟରେ ଆମର ଦେହ ହାତ ଖରାପ ହେବ। ଆପଣ କହିବେ ସାର୍ ଦଶା ତ ଆସିନଥିବ? ନାହିଁ, ଆପଣ ଏତେ ଅନ୍ତର୍ଦଶା, ପ୍ରତ୍ୟନ୍ତର ଦଶା, ସୂକ୍ଷ୍ମ ଦଶା, ପ୍ରାଣ ଦଶା ଏଇ ସମୟରେ ବି ଟିକେ ଟିକେ ସମୟରେ ସେଇଭଳିଆ ସ୍ଥିତି ଆସିଯିବ। ଚନ୍ଦ୍ର ବହୁତ ଶୀଘ୍ର ଗତି କରନ୍ତି, ଶୁକ୍ର ବୁଧ ବହୁତ ଶୀଘ୍ର ଗତି କରନ୍ତି। ତେଣୁ ଆପଣଙ୍କର ହେଇପାରେ ଯେ ମନେକର ଏଇ ଧରି ନିଅନ୍ତୁ ବୁଧ, ମଙ୍ଗଳ, ଶୁକ୍ର ଏମାନେ ଯଦି ହେଲା, ତାହେଲେ ବର୍ଷକୁ ତ ଥରେ ଆସିବା, ଥରେ ଆପଣଙ୍କର 64 ନବାଂଶ ଆସିଲା, ଆଉ ଥରେ 22ତମ ଦେଶକଣ ଆସିବ। ତାହେଲେ ଆପଣ କହିବେ ଯେ ଏ ସମୟରେ ମୋ ଦେହ ଖରାପ ହେଉଛି। ଜାତକରେ ଯଦି ଅତି ଭଲ ଦଶା ଚାଲିଛି ତାହେଲେ ଭଲ, ଯଦି ଜାତକରେ ସେ ସମୟ ଖରାପ ଦଶା ମଧ୍ୟ ଚାଲିଥାଏ, ତାହେଲେ ଏଇ ଗୋଚରଟା ଆପଣଙ୍କ ପାଇଁ ଶୁଭ ହେବ ନାହିଁ। ବୁଝି ହେଲା ଯାହା ମୁଁ କହିଲି? ତେଣୁ ଶନିକୁ ତ ଆମେ ବିନା କାରଣରେ ତାକୁ ବଦନାମ କରିକି ରଖିଛନ୍ତି, ବା ଶନି ଗ୍ରହଙ୍କ ଛଡ଼ା ଏଇ ଦୁଇଟି ଗ୍ରହ ସେ ଯିଏ ବି ହେଉଥାଉ ନା କାହିଁକି ଯଦି ଗୋଚର କରନ୍ତି, ଆପଣଙ୍କର ଦେହ ହାତ ଖରାପ ରହିବ। ଯଦି ଆପଣମାନଙ୍କ ମଧ୍ୟରୁ କିଏ ସ୍କେଲିଂ ହ୍ୟୁମାନ୍ ଲାଇଫ୍ସ ଯେଉଁଟାକି ନିମେଇ ବାନାର୍ଜୀ ଲେଖିଛନ୍ତି, ସେଥିରେ ସେ ଗୋଟେ ବିନ୍ଦୁ ପଏଣ୍ଟ କହିଛନ୍ତି, ଗୋଟେ ସଂଜ୍ଞା ଦେଇଛନ୍ତି ଯେ ଯେତେବେଳେ ବୃହସ୍ପତି ଅଷ୍ଟମରେ ଗୋଚର କରିବ ଗୋଟେ ଲୋକର ଦେହାନ୍ତ ହେବାର ସଂଯୋଗ ରହିଛି। ସେ ଏଇ ଜିନିଷଟାକୁ ହିଁ ସାଙ୍କେତିକ ହିସାବରେ କହିଛନ୍ତି। ଯଦି ବୃହସ୍ପତି ସେ ଜାଗାରେ 64ତମ ନବାଂଶ କିମ୍ବା 22ତମ ଦେଶକଣର ସ୍ୱାମୀ ହୋଇଥାଏ ଏବଂ ଅଷ୍ଟମ ଭାବରେ ଗତି କରୁଥାଏ, ସେ ସମୟରେ ଅନ୍ୟ ଜିନିଷ ଦେଖିବାକୁ ପଡ଼ିବ। ଆୟୁ କମି ଯାଇଥିବ ଏସବୁ, ବା ଆୟୁ ସରି ଆସିଥିବ। ଚନ୍ଦ୍ର ଗୋଟେ ବଦ୍ଧ ତାରାରେ ଗତି କରୁଥିବ, ଏସବୁ ଜିନିଷ ଗୋଟେ ଏତେ ବଡ଼ ଜିନିଷ ଯଦିଓ ହେବନି ସବୁବେଳେ, କିନ୍ତୁ ଆପଣଙ୍କର ଦେହ ଆଉ ମନ ଖରାପ ରହିବ। ଆପଣ କହିବାରେ ମୋର ତ ବୃହସ୍ପତି ଚାଲୁଛି ପଞ୍ଚମ, ମୋର ଅଷ୍ଟମ ଭାବ ପରେ ତ ବୃହସ୍ପତି ଚାଲୁଛି, ଆଉ ଭାବି ନିଅନ୍ତୁ ଲଗ୍ନରେ ଅଷ୍ଟମ ଭାବ ହେଲା, ସେଇଟା ଯଦି ଆପଣଙ୍କ ରାଶିରୁ 5 ବାହାରି ପଡ଼ିଲା, କର୍କଟ ରାଶି, ମେଷ ଲଗ୍ନର ଅଷ୍ଟମ ଭାବ ହେଲା ବୃଶ୍ଚିକ,
कर्कट राशि हो गले से राशि पंचम भाव बाहर पड़ा आप कहे ना मोर तो चंद्र पंचम भाव पर बृहस्पति चलुच कारण गोचरटा आप चंद्र देखीदे कि वास्तव से आप अष्टम भाव एवं आप समय चलुच किए मन भाव नि मंगल मंगल निजे पुणी सगुरु हो चलुचे मंगल आपंकर 22तम ज्येष्ठ अधिपति बोली आप जानले देखिए से मसटा आप ठीक हेनी और एक्जाक्टली जिते सठिक रूपे जदि क्षमा करेंगे मझे मझे सामान्य तुम इंग्राजी भाषा प्रयोग हो जाऊे चेष्टा करुचे न करने तो 10 द्वितीय दर्शन तृतीय दर्शन उपरको जिते आसवे से समय आपंकर निश्चित रूपे किसी ना कि अनिष्ट घटव बुझीपारे मुझे कहूचे कही रखुची आपण को डराइबा मोर कौन उद्देश्य नुहे किसी ज्योतिष खूब खुशी हो जा हो प्रोफेसर महापात्र ए कहले कौन गोचर एमती गोटे कि बृहस्पति भी खराब फल दे पारे तो डरइबा जिनसटा बिल्कुल मोर नुहे आपड़ केबे भी कौन ग्रह को डरतु ना निजे निजर जातक देखिकी पांडित्य प्रतिपादन करतु ना मो पाक आसला बेलू लोक मनरे एत जिन जाणी से मन मान सार मोर तो शुक्र दशा चली शुक्र केतु अंतर्दशा चली अरे आपड़ कौन अधा ज्योतिष होगी आसिले ये जिन केवे करेंगे अधा डाक्तरी अधा ज्योतिष संपूर्ण रूपे भंग करें से मरवे ए मृत्युतुल्य कष्ट पाइबे कारण सब भूल भाल आप देखिए जमती पंचम बृहस्पति चलती पंचम बृहस्पति आप बहुत भयंकर परिणाम दे पारे तबे छाड़ू यहीटा मु इंग्राजी रे आगुरी कही रखी मोर आपण मानक अनुरोध आज पर्यंत भी हिंदी आमर राष्ट्रभाषा इंग्रेजी आमर गोटे ऑफिशियल कौन तार ओडिया आप मत कहे ऑफिशियल भाषा चलुची आप सर्टिफिकेट ठू आरंभ करी मानपत्र कहते मानपत्र ठू आरंभ करी विभिन्न जगह इंग्राजी भाषा प्रयोग चली जेपर्यंत चली जेपर्यंत भारत सर्वत्र संपूर्ण रूपे आम इंग्राजीटा को दूरीभूत करना कि लोक भारी माने दुखर सहित कहते सार इंग्रेजी माने छाड़ी चली गले इंग्राजी रहीगला कौन से भाषा को घृणा करूँ नहीं आपड़ से इंग्रेजी मान को घृणा करें आप फ्रेंच पढ़ुना आप फ्रेंच लैंग्वेज अन्य ज्योतिष बही जानीपर आप गोटे जेकोसी गोटे भाषा आपड़ जिते अधिक जानवे से आप ज्ञानवर्धन हम तो ये कौन प्रकार आप मत जन मझे यूट्यूब कमेंट करते सर इंग्रेजी मान तो 200 वर्ष शासन कले आ कौन आम इंग्राजी निजर अज्ञानतार परिसीमाटा को बढ़ावाई जो अज्ञानता को लुचेवाई आपड़ एभली मत कि मानसिकता निज भीतर को आणतु ना जिते संभव हिंदी और इंग्राजी रे पढ़ंतु जदि आप ज्योतिष विषय अधिक जाना चाहते कारण सत कथा कह गले मुझे मो अभिज्ञतार खाली भारतवर्ष नुहे सारा विश्वर मो पाखे भी आप बही देखिए जो गुड़ा कि बेबिलोनियन ज्योतिष मिस्र सभ्यतार थिला केमिति थिला तो आप जानवे केमती से सब जिन दुखर सहित आजिका दिन भी कह पड़े कि लोग भावुन ज्योतिषटा खाली आम इंडिया रे ही अच्छी यही टीवी वीडियो जो मैंने इंटरव्यू करुँच छाड़ते से तो अज्ञानतार परिसीमा ही ना तेणु जे सार आम ज्योतिषटा खाली आम भारत वर्ष भितर अच्छी ना नहीं सबू जगह ज्योतिष अच्छी तेणु आप पढ़ु जानतु निजर ज्ञान परिसीमा बढ़ातु मुझे संभव जो चलचित्र वीडियो गुड़ा इंग्राजी रे करी रखी ताकू मु ओडिया रे करने चेष्टा करी किंतु मु आपण पाखे कौन रूपे प्रतिज्ञाबद्ध नुहे तेणु आपण जानापी जेहेतु बहुत गुड़े मुझे इंग्राजी रे वीडियो करी कारण ताकू बेसी लोक देखुंत सारा विश्व से मोर जाऊँगी ओडियार लोक विषय देखुना कारण आम ये राशिफलटा ही बेसी चलुची ज्योतिष ज्ञान कौन दरकार हो छाड़ते एक कथा तो आज ये आपण मानी शेषर अनुरोध करुच्ची जे ज्योतिषटा को आपण मैंने केबे गोटे आमोद प्रमोद कि गोटे इंग्लिश से कही रखुच गोटे पार्ट टाइम भाया नहीं ज्योतिष को जिते आप संपूर्ण रूपे निजक उत्सर्ग करेंगे सका उठी
ତ ଛାଡ଼ନ୍ତୁ, ସକାଳୁ ଉଠନ୍ତୁ ନ ଉଠନ୍ତୁ, କିନ୍ତୁ ନିଜକୁ ସମ୍ପୂର୍ଣ୍ଣ ରୂପେ ଜ୍ୟୋତିଷକୁ ଉତ୍ସର୍ଗ କରିବେ, ଜ୍ୟୋତିଷଶାସ୍ତ୍ର ପଢ଼ିବେ, ଜ୍ୟୋତିଷରେ ଲେଖିବେ, ବିଭିନ୍ନ କନଫରେନ୍ସ ଯାଇକି ସେଠି ଆଟେଣ୍ଡ କରିବେ, ସେଠି ଶୁଣିବେ, ଧ୍ୟାନ ଜ୍ଞାନ ପୂଜା ଏଥିରେ ଲୀନ ରହିବେ, ଯୋଗରେ ବି ଲୀନ ରହିବେ, ତାହେଲେ ଆପଣ ଜ୍ୟୋତିଷର ମଜାଟା ପାଇପାରିବେ। ଆପଣ ବାସ୍ତବରେ ସେତେବେଳେ ହୃଦୟଙ୍ଗମ କରିପାରିବେ। କିଏ କାଳେ ବୁଝି ନପାରିବେ, ରିଅଲାଇଜ୍ ତ ହୃଦୟଙ୍ଗମ କରିପାରିବେ ଯେ ଆମେ ଆକ୍ଚୁଆଲି ଜ୍ୟୋତିଷଟାକୁ କେତେ କମ୍ ବୁଝୁଥିଲେ। କାରଣ ଏଇଟା ଏତେ ବିସ୍ତୃତ ଯେ ଆପଣ ଯେତେ ଭିତରକୁ ଯିବେ ସେତେ ଅଧିକ ଜାଣିବେ। ତେଣୁ ବିଲକୁଲ ଭାବନ୍ତୁନି ଯେ ଦିନକୁ 1 ଘଣ୍ଟା ପାଠ ପଢ଼ି ୟୁଟ୍ୟୁବ୍ ଦେଖି କିମ୍ବା ମୋ ଭଳିଆ ମହାମୂର୍ଖମାନଙ୍କୁ ଟିକେ ଟିକେ ଶୁଣି ଦେଇକି ଆପଣ ଜ୍ୟୋତିଷ ଶିଖିଯିବେ। ଏଟା ଜ୍ୟୋତିଷର ଗୋଟେ ପ୍ରକାର ଅବମାନନା, ଗୋଟେ ପ୍ରକାର ଅପମାନ। ତେଣୁ ଏଇଭଳିଆ ଅଧଖଣ୍ଡିଆ ଜ୍ୟୋତିଷ ଦୟାକରି କରନ୍ତୁ ନାହିଁ। ହଉ, ଆଜି ପାଇଁ ଏତିକି। ଯଦି ମହାଦେବ ଚାହାନ୍ତି ତାହେଲେ ଆଉ ଗୋଟେ ଭିଡ଼ିଓ ସହିତ ଖୁବ୍ ଶୀଘ୍ର ଆପଣଙ୍କ ପାଖରେ ଉପସ୍ଥିତ ହେବି। ଆଜି ପାଇଁ ଆଜ୍ଞା ଦିଅନ୍ତୁ। ଓମ୍ ନମଃ ଶିବାୟ।